ମୁଁ ସିଡିଏର ଅଧିବାସୀ ହିସାବରେ କହିବି ଯେ ବର୍ତ୍ତମାନ ଯେଉଁ ବ୍ୟାରିକେଡ୍ ତିଆରି ହେଇଛି ସେ ବ୍ୟାରିକେଡ୍ କାହା ସ୍ୱାର୍ଥରେ ତିଆରି ହେଇଛି? ପବ୍ଲିକଙ୍କର ନା କୌଣସି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କର? ଯଦି ବ୍ୟକ୍ତି ବିଶେଷ ହେଇଥାଏ ତାକୁ ତୁରନ୍ତ ସରକାର ୟା ଉପରେ ହସ୍ତକ୍ଷେପ କରିବା ଉଚିତ। କାରଣ ୟା ମାଧ୍ୟମରେ ଅନେକ ବାଧାବିଘ୍ନ ଘଟୁଛି, ଲୋକଙ୍କର ଯିବା ଆସିବା ପାଇଁ ଅସୁବିଧା ହେଉଛି। ପର୍ଟିକୁଲାର ଆମେ ଯଦି ଦେଖିବା ଆମ୍ବୁଲାନ୍ସ କୁହ, ଫାୟାର ବ୍ରିଗେଡ୍ କୁହ, ସିଏ ବି ତା ଭିତରେ ଯାଇପାରିବନି। ସେ ସମୟରେ ଅନେକ କିଛି ଘଟଣା ଘଟି ଯାଇପାରେ, କିନ୍ତୁ ତାକୁ ଆଖି ଆଗେ ରଖି ଯଦି ନିଜ ସ୍ୱାର୍ଥ ପାଇଁ କରାହେଉଛି ତେବେ ଯଥାଶୀଘ୍ର ତାକୁ ସେଠୁ ବାହାର କରିବା ସରକାରଙ୍କର ଗୁରୁ ଦାୟିତ୍ୱ। ୟା ଉପରେ ମୁଁ ଆଉ ଟିକେ କହିବାକୁ ଚାହେଁ ଯେ ସରକାରଙ୍କୁ ପର୍ଟିକୁଲାର କଲେକ୍ଟର ଲେବୁଲରେ ବିଭିନ୍ନ ଜାଗାରେ ଆମର ଆପତ୍ତି ଅଭିଯୋଗ ଦେଲା ପରେ ତାଙ୍କ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ମୋର ଅନୁରୋଧ, ପବ୍ଲିକଙ୍କର ସୁବିଧା ପାଇଁ ୟାର ବିହିତ ପ୍ରତିକାର କରାଉ। ସରକାର ୟା ଉପରେ ଆଖି ଖୋଲି କିଛି ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ, ନଚେତ୍ ସମୟ ଆସିବ ଏଇଠି ଗୋଟେ ବିଦ୍ରୋହ ସୃଷ୍ଟି ହେବ, ପବ୍ଲିକ ଏଜିଟେସନ ହେବ, ଯାହା ହେଉଛି ତାର କେତେ ଗୁଣା ହେବ କହିହେବ ନାହିଁ। ସେଥିପାଇଁ ସରକାର ୟା ଉପରେ ନିହାତି ପଦକ୍ଷେପ ନେବା ଉଚିତ। ମୁଁ ସରକାରଙ୍କୁ ମୋର ଅନୁରୋଧ, ଭବିଷ୍ୟତରେ କୌଣସି ଦଙ୍ଗା ହାଙ୍ଗାମା ନ ହେବା ପାଇଁ ୟାର ବିହିତ ପ୍ରତିକାର କରାହେବ।